କର୍କଟ ରାଶି 2025 ମସିହା ଅଗଷ୍ଟ ମାସ ପାଇଁ କର୍କଟ ରାଶିର ମାସିକ ରାଶିଫଳ। ପ୍ରଥମେ ଅଗଷ୍ଟ ମାସରେ କର୍କଟ ରାଶିର ଆର୍ଥିକ ଅବସ୍ଥା ବିଷୟ ଆଲୋଚନା କଲେ ଜଣାଯାଏ ଯେ ମାସର ପ୍ରଥମାର୍ଦ୍ଧରେ କର୍କଟ ରାଶିର ଦ୍ୱିତୀୟ ବା ଧନଭାବର ଅଧିପତି ସୂର୍ଯ୍ୟ କର୍କଟ ରାଶିରେ ଅବସ୍ଥାନ କରିବା ଏବଂ ଆୟଭାବର ଅଧିପତି ଶୁକ୍ର କର୍କଟ ରାଶିର ବ୍ୟୟଭାବ ମିଥୁନ ରାଶିରେ ରହଣି କରିବା କର୍କଟ ରାଶିର ଧନଭାବକୁ ଉଭୟ ଗ୍ରହ ସମୃଦ୍ଧ କରି ରଖିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କର୍କଟ ରାଶିର ଧନ ସ୍ଥାନର ଅଧିପତି ସୂର୍ଯ୍ୟ ମାସର ପ୍ରଥମାର୍ଦ୍ଧରେ କର୍କଟ ରାଶିରେ ଏବଂ ଦ୍ୱିତୀୟାର୍ଦ୍ଧରେ ନିଜ ରାଶି ସିଂହ ରାଶିରେ ରହି କର୍କଟ ରାଶି ପାଇଁ ଅର୍ଥ ସଞ୍ଚୟ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଆୟ ସ୍ଥାନର ଅଧିପତି ଶୁକ୍ର ଦ୍ୱାଦଶ ସ୍ଥାନରେ ଭଲ ଫଳ ପ୍ରଦାନ କରୁଥିଲେ ମଧ୍ୟ ବ୍ୟୟ ସ୍ଥାନ ହୋଇଥିବାରୁ ବେଶ କିଛି ଧନ ଖର୍ଚ୍ଚ ମଧ୍ୟ କରାଇ ପାରନ୍ତି। ଅଗଷ୍ଟ ମାସରେ କର୍କଟ ରାଶିର କର୍ମକ୍ଷେତ୍ର ବା କ୍ୟାରିୟର ସମ୍ପର୍କରେ ଦୃଷ୍ଟିପାତ କଲେ ଜଣାଯାଏ କର୍କଟ ରାଶିର ଦଶମ ଭାବ ମେଷ ରାଶିର ଅଧିପତି ମଙ୍ଗଳ କର୍କଟ ରାଶିର ତୃତୀୟ ଭାବରେ ରହି କର୍ମକ୍ଷେତ୍ରରେ ଅନୁକୂଳ ଫଳ ପ୍ରଦାନ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକଟି କାମ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କରିବା ପାଇଁ ମଙ୍ଗଳ ଗ୍ରହ ସକ୍ଷମ ହେବେ। ଅଗଷ୍ଟ ମାସରେ ବାଣିଜ୍ୟ ବେପାର କରୁଥିବା କର୍କଟ ରାଶିଜାତ ବ୍ୟକ୍ତି କର୍କଟ ରାଶିରେ ଅବସ୍ଥାନ କରିଥିବା ବାଣିଜ୍ୟିକ ଗ୍ରହ ବୁଧ ମହାଗ୍ରହଙ୍କ ଦ୍ୱାରା କରୁଥିବା ବ୍ୟବସାୟରେ ଆଶାତୀତ ସଫଳତା ପାଇପାରିବେ। ଯଦିଓ କର୍କଟ ରାଶିର ସପ୍ତମ ଭାବ ବା ବାଣିଜ୍ୟ ଭାବର ଅଧିପତି ଶନି ଭାଗ୍ୟ ଭାବରେ ବକ୍ରି ଅବସ୍ଥାରେ ରହିଛନ୍ତି, ସେଥିପାଇଁ ବ୍ୟବସାୟ କ୍ଷେତ୍ରରେ ଅଧିକା ପରିଶ୍ରମ କରିବାକୁ ପଡ଼ିପାରେ। ପୂର୍ବରୁ ବିଭିନ୍ନ ଫାଇନାନ୍ସିଆଲ ସଂସ୍ଥାରେ ଇନଭେଷ୍ଟମେଣ୍ଟ କରିଥିଲେ ଏହି ସମୟରେ ଭଲ ରିଟର୍ଣ୍ଣ ପାଇବାର ଆଶା ରହିଛି। ପୁନଶ୍ଚ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ଏବଂ ବ୍ୟାଙ୍କ ପ୍ରଭୃତି ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ବିନିଯୋଗ କରିବା ପାଇଁ ଅଗଷ୍ଟ ମାସଟି କର୍କଟ ରାଶି ପାଇଁ ବେଶ ଅନୁକୂଳ ରହିଅଛି। ଏହାଛଡ଼ା ନୂତନ କର୍ମସନ୍ଧାନରେ ରହିଥିବା କର୍କଟ ରାଶିଜାତ ବ୍ୟକ୍ତି ଏ ମାସରେ କର୍ମ ନିଯୁକ୍ତି ପାଇପାରନ୍ତି। ଅଗଷ୍ଟ ମାସରେ କର୍କଟ ରାଶିର ପାରିବାରିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ କର୍କଟ ରାଶିର ଦ୍ୱିତୀୟ କୁଟୁମ୍ବ ଭାବରେ କେତୁ ମହାଗ୍ରହ ଅବସ୍ଥାନ କରିଥିବାରୁ ପରିବାର ମଧ୍ୟରେ ପାରିବାରିକ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ପାରିବାରିକ ସଦସ୍ୟଙ୍କ ମଧ୍ୟରେ ଅହଂଭାବର ପରିପ୍ରକାଶ ଯୋଗୁଁ ଜଣେ ଅନ୍ୟ ଜଣଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ିବେ ଏବଂ ପାରିବାରିକ ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି ଝାମେଲା ଝାଣ୍ଟି ସୃଷ୍ଟି ହେବାର ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କଲେ ପରିବାରର ମୁଖିଆଙ୍କ ହସ୍ତକ୍ଷେପ ଦ୍ୱାରା ଚାଲି ଆସୁଥିବା ସମସ୍ୟାର ସମାଧାନ ହୋଇଯିବ। ଦାମ୍ପତ୍ୟ ଜୀବନ ଉପରେ ଶନି ମହାଗ୍ରହଙ୍କର କିଛିଟା ନକାରାତ୍ମକ ବା ନେଗେଟିଭ୍ ପ୍ରଭାବ ପଡ଼ିବାର ସମ୍ଭାବନା ରହିଅଛି। ଏ ମାସରେ ଶୁକ୍ର ମହାଗ୍ରହଙ୍କର ଅନୁକୂଳ ଅବସ୍ଥିତି ଯୋଗୁଁ ବନ୍ଧୁ ପରିଜନମାନେ ସବୁ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବେ। ପାରିବାରିକ ମିତ୍ର ବା ବନ୍ଧୁମାନଙ୍କ ସହିତ ତୀର୍ଥ ଭ୍ରମଣ ବା ଦେବଦର୍ଶନରେ ଯିବାର ସୁଯୋଗ ଆସିବ। ଅଗଷ୍ଟ ମାସରେ କର୍କଟ ରାଶିର
ପ୍ରେମ ଭାବ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଏ ମାସରେ କର୍କଟ ରାଶିର ପଞ୍ଚମ ପ୍ରେମ ଭାବର ଅଧିପତି ମଙ୍ଗଳ ତୃତୀୟ ଭାବରେ ଅବସ୍ଥାନ କରି ଅନୁକୂଳ ଫଳ ପ୍ରଦାନ କରିବା ପାଇଁ ଉଦ୍ୟମ କରିବେ। କିନ୍ତୁ ମଙ୍ଗଳଙ୍କ ଉପରେ ଶନିଙ୍କର ଦୃଷ୍ଟି ରହିଥିବାରୁ ଲଭ୍ ଲାଇଫରେ ଥିବା ପ୍ରେମୀ ଯୁଗଳ ପରସ୍ପର ସହିତ ଅଯଥା ତର୍କ କରିବାରେ ବ୍ୟସ୍ତ ରହିବେ। କିନ୍ତୁ କର୍କଟ ରାଶିଜାତ ବ୍ୟକ୍ତି ଏ ସମୟରେ ନିଜର ପ୍ରେମ ସମ୍ପର୍କକୁ ନେଇ କୌଣସି ପ୍ରକାର ସନ୍ଦିହାନ ହେବା ଉଚିତ ନୁହେଁ। ପ୍ରେମ ଭାବର କାରକ ଗ୍ରହ କୁହାଯାଉଥିବା ଶୁକ୍ର ଅନୁକୂଳ ସ୍ଥିତିରେ ରହିଥିବାରୁ ପ୍ରେମ ସମ୍ପର୍କକୁ ଖୋଲିକରି କହିପାରିନଥିବା କର୍କଟ ରାଶିଜାତ ବ୍ୟକ୍ତି ଏ ସମୟରେ ମନ କଥା ଖୋଲି କହିପାରିବେ। କିନ୍ତୁ କଥା ଓ ଭାଷାରେ ସଂଯମତା ରଖିବା ଜରୁରୀ ହେବ। ନିଜର ବଡ଼ିମା ଓ ଅହଂ ଭାବକୁ ଯଥାସମ୍ଭବ ସଂଯମ ଭିତରେ ରଖିବାକୁ ଚେଷ୍ଟା କରିବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଅଗଷ୍ଟ ମାସରେ ବିଶେଷ କିଛି ଖୁସି ଖବର ଆସିବାର ନାହିଁ। ଗତାନୁଗତିକ ଢଙ୍ଗରେ ବିବାହ ପ୍ରସ୍ତାବମାନ ଆସିଲେ ସୁଦ୍ଧା ତା କାର୍ଯ୍ୟକାରୀ ନ ହେବାର ବହୁତ ସମ୍ଭାବନା ରହିଅଛି। ଅଗଷ୍ଟ ମାସରେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ କଥା ଚିନ୍ତା କଲେ ଜଣାଯାଏ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏ ମାସଟି ମଧ୍ୟମ ଧରଣର ରହିବ। କର୍କଟ ରାଶି ଉପରେ ବୁଧ ମହାଗ୍ରହଙ୍କର ଗୋଚର ଶାରୀରିକ ଓ ମାନସିକ ଉଭୟ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। ହୁଏତ କିଛି ଶାରୀରିକ ସମସ୍ୟା ନ ହୋଇପାରେ, କିନ୍ତୁ ମାନସିକ ସ୍ତରରେ ଉତ୍ତେଜନା ଲାଗି ରହିବ, ଯାହା ଫଳରେ ନିଜକୁ ରୋଗାକ୍ରାନ୍ତ ବୋଲି ମନେ କରିବେ। ତେଣୁ ଏ ମାସରେ ଯଥାସମ୍ଭବ ଚେଷ୍ଟା କରିବେ ନିଜକୁ ସର୍ବଦା ଖୁସି ରଖିବା ପାଇଁ। ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ କର୍କଟ ରାଶିରେ ରହୁଥିବାରୁ ଶରୀରରେ ପିତ୍ତଜନିତ ବିକାର ଦେଖାଦେଇପାରେ। ମୁଣ୍ଡ ବିନ୍ଧା ସହିତ ସାମାନ୍ୟ ଜ୍ୱରରେ ପୀଡ଼ିତ ହୋଇପାରନ୍ତି। ଆଖି ଲାଲ ପଡ଼ିବା ସହିତ ଜଳାପୋଡ଼ା ମଧ୍ୟ କରିପାରେ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ନିଜ ରାଶି ସିଂହ ରାଶିରେ ପ୍ରବେଶ କଲେ ଏସବୁର ଉପଶମ ଘଟିପାରେ। କିନ୍ତୁ କର୍କଟ ରାଶିଜାତ ବ୍ୟକ୍ତି ଅଗଷ୍ଟ ମାସରେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଦରକାର। ଏତ ଗଲା ମୋଟାମୋଟି ଭାବରେ ଅଗଷ୍ଟ ମାସ ପାଇଁ କର୍କଟ ରାଶିର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ଭକ୍ତି ଓ ଶ୍ରଦ୍ଧାରେ ଶିବ ପଞ୍ଚାକ୍ଷରୀ ମନ୍ତ୍ର ପାଠ କଲେ ବିଶେଷ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।